ପାଖାପାଖି ଗୋଟେ ଘଣ୍ଟା ହେଇଗଲାଣି ମୁଁ ବସିବାରେ। ଏବେ ଜଷ୍ଟ ଗୋଟେ ବୁକିଂଟା ବାଜିଲା। ମୁଁ ସେ ଭାବିଥିଲି ସକାଳେ ବାଜୁଥିଲା କଣ୍ଟିନ୍ୟୁ ଗୋଟେ ପରେ ଗୋଟେ ବୁକିଂ, ହେଲେ ଗତକାଲି ଲେଟ୍ରେ ଲଗ୍ଇନ୍ କରିଥିଲି। ତ ଆପଣଙ୍କର 10ଟା ପରେ ଯାଇକି ଲଗ୍ଇନ୍ କରିଥିଲି। ତ ସକାଳ ପିକ୍ ଆୱାରରେ ମୁଁ ବୁକିଂ କରିପାରିନଥିଲି, ସେଥିପାଇଁ ଆଜି ସକାଳେ ସକାଳେ ଲଗ୍ଇନ୍ କରିଦେଇଛି। ହାଇ ସାଙ୍ଗମାନେ, ଜୟ ଜଗନ୍ନାଥ। କେମିତି ଅଛନ୍ତି ସମସ୍ତେ? ଆଶା କରୁଛି ସମସ୍ତେ ଭଲରେ ଥିବେ। ଆଜି अर्ली मॉर्निंग ମୁଁ ଲଗ୍ଇନ୍ କରିଦେଇଛି। କାଲି ବହୁତ ଲେଟ୍ରେ ଲଗ୍ଇନ୍ କରିଥିଲି, ସେଇ 10ଟା ପରେ ଯାଇକି ଲଗ୍ଇନ୍ କରିଥିଲି। ତ ମର୍ଣ୍ଣିଂ ପିକ୍ ଆୱାର ଯେଉଁଟା ରହୁଛି ଅଫିସିଆଲ୍ ଟାଇମ୍, সেটা মানে অলরেডি ক্রস টাইম ওভର ହେଲା ପରେ ମୁଁ ଲଗ୍ଇନ୍ କରିଥିଲି। ତ କାଲି ମାନେ ଫାର୍ଷ୍ଟ ହାଫ୍ରେ ବୁକିଂ ହିଁ ବାଜି ନଥିଲା, ବହୁତ କମ୍ ବୁକିଂ ହେଇଥିଲା, ମାତ୍ର 3ଟା ବୁକିଂ କରିଥିଲି। ଆଉ ସେଇ ହିସାବରେ ମୁଁ ମାନେ ଆଜି ଜଲ୍ଦି ଲଗ୍ଇନ୍ କରିଦେଇଛି। ଆଉ ଲଗ୍ ଆଉଟ୍ ବି ଜଲ୍ଦି କରିବି, ମାନେ ସନ୍ଧ୍ୟା 7ଟା 7:30 ଭିତରେ ଲଗ୍ ଆଉଟ୍ କରିଦେବି। ଦେଖେ ଆଜି ଯେଉଁ ଡିସିସନ୍ଟା ନେଇଛି ଠିକ୍ ହେଉଛି କି ନାହିଁ, କାହିଁକିନା ଯଦି ଟିକେ ଲେଟ୍ରେ ଲଗ୍ଇନ୍ କରିଥାନ୍ତି ତ ଲେଟ୍ ଯାଏଁ ଲଗ୍ଇନ୍ ହେଇ ରହିଥାନ୍ତି, ମାନେ 9ଟା 10ଟା 11ଟା ଯାଏଁ ଲଗ୍ଇନ୍ ରହିଥାନ୍ତି। ତ ଯେହେତୁ ଜଲ୍ଦି ଲଗ୍ଇନ୍ କରିଦେଇଛି, ଦେଖିବା ଆଜି ମାନେ ଯେଉଁ ଡିସିସନ୍ଟା ନେଇଛି ଠିକ୍ ହେବ କି ନାହିଁ। ତାଙ୍କୁ ଲାଗୁଛି ଜଲ୍ଦି ଜଲ୍ଦି ଲଗ୍ଇନ୍ କରି କିଛି ଆଜି ଲସ୍ ପଡ଼ିବିନି। ସକାଳୁ ସକାଳୁ ତ ବୁକିଂ ଯାଉଛି ଠିକ୍ଠାକ୍ ଅଛି। ବର୍ତ୍ତମାନ ମୁଁ କଟକ ଆସିଛି, ଏସି ହସ୍ପିଟାଲ ପାଖରେ ଛୋଟକୁ ଡ୍ରପ୍ କରିଛି। ଆଉ ଏଠି ରହିବିନି ବେଶୀ, ମୁଁ ବର୍ତ୍ତମାନ ସିଡିଏକୁ ପଳେଇବି, ସେଠି ସିଏଜି ପକେଇବି। ସିଏଜି ପକେଇଲା ପରେ ମାନେ ଭୁବନେଶ୍ୱର ପାଇଁ ହୋମ୍ ମାରିକି ବସିବି। ମାନେ ସିଡିଏ ଯାଏଁ ଆଉ ପହଞ୍ଚି ହେଲାନି, ରାସ୍ତାରୁ ବାଜିଗଲା। ମୁଁ ଭାବିଥିଲି ସିଡିଏ ପହଞ୍ଚିଲା ପରେ ସିଏନ୍ଜି ଯେତିକି ଅଛି ବାକି ଫୁଲ୍ କରିଦେବି, ପୁରା ଫୁଲ୍ କରିକି ତାପରେ ଯାଇକି ଯିବି ଭୁବନେଶ୍ୱର ପାଇଁ ରିଟର୍ନ ମାରିକି ବସିବି। ହେଲେ ମୁଁ ଯେହେତୁ ଏୟାରପୋର୍ଟରେ ଗୋ ହୋମ୍ ପକେଇ ଦେଇଥିଲି ଏୟାରପୋର୍ଟ ପାଇଁ, ଆଉ ରାସ୍ତାରେ ଆସୁ ଆସୁ ବାଜିଗଲା। ଆପଣଙ୍କର ସେଇ 350 ଟଙ୍କା ଦେଇଛି, ପଟିଆ ଯାଏଁ ଯିବେ କଷ୍ଟମର। ଛାଡ଼ିବିନି, କାହିଁକିନା ପରେ ପୁଣି ବାଜିବ କି ନାହିଁ, ବେଳେବେଳେ ଏମିତି କଟକରେ 2-4 ଘଣ୍ଟା ବସିଥିବି। ଆଜି ଯେତେବେଳେ ସାଙ୍ଗେ ସାଙ୍ଗେ ମିଳିଯାଇଛି ତ ଛାଡ଼ିବାନି। ସିଏନ୍ଜି ନୁହେଁ ଯେ ପୁରା ସରିଯାଇଛି, ସିଏନ୍ଜି କାଲି ରାତିରେ ସିଏନ୍ଜି ଫୁଲ୍ କରିକି ବୋଧେ 20ରୁ 25 କିଲୋମିଟର ରନିଂ କରିଥିଲି, ବାକି ସିଏନ୍ଜି ଅଛି। ହେଲେ ସକାଳେ ଯାହା ବୁକିଂ କଲି, ଯେତିକି ଯାହା ସରିଥିବ, ଭାବିଥିଲି ସିଡିଏରେ ଫାଙ୍କା ରହୁଛି ଫୁଲ୍ କରିକି ପଳେଇବି, ହେଲେ ହେଲାନି। ଦେଖାଯାଉ, ସବୁ ଉବେରର ଇଚ୍ଛା, ଉବେର ଯେତେବେଳେ ଯାହା ବୁକିଂ ଦେଉଛି ସେ କରିବାକୁ ପଡ଼ୁଛି। ବର୍ତ୍ତମାନ ଟାଇମ୍ ହେଇଛି 12ଟା 20, ଆଉ ବର୍ତ୍ତମାନ ସୁଦ୍ଧା ମୋର 1300 ଟଙ୍କା ପାଖାପାଖି ହେଇଗଲାଣି। ଦେଖେ ଆଉ ମାନେ ବର୍ତ୍ତମାନ ଅଛି ପଟିଆରେ ଯଦି ଲକ୍ଷ୍ମୀସାଗର ଆଡ଼ିକି ପକେଇଲେ ଆଉ ଟଙ୍କା 200 ହେଇଯିବ। ଯଦି ସାଙ୍ଗେ ସାଙ୍ଗେ ମିଳିଲା ତ ଭଲ କଥା। ତ 1500 ଟଙ୍କା ହେଇଯିବ ମୋର। ତାପରେ ମୁଁ ଯିବି ଖାଇବାକୁ, ଖାଇସାରି ପୁଣି 3ଟା ବେଳକୁ ଲଗ୍ଇନ୍ କରିବି। ଯାହା ହଉ ରିଟର୍ନଟା ସାଙ୍ଗେ ସାଙ୍ଗେ ବାଜିଗଲା। ବର୍ତ୍ତମାନ କଷ୍ଟମର ପିକଅପ୍ କରିକି ନେଇକି ଯିବି ରେଲୱେ ଷ୍ଟେସନ୍ ଛାଡ଼ିଲା ପରେ ମୁଁ ଯିବି ଖାଇବାକୁ, ଖାଇସାରିଲା ପରେ ଯାଇ ଲଗ୍ଇନ୍ କରିବି। ବର୍ତ୍ତମାନ ଅଛି ମୁଁ ସିଏନ୍ଜି ଲାଇନ୍ରେ, ସିଏନ୍ଜି ପକେଇବି, ତାପରେ ଯାଇକି ଲଗ୍ଇନ୍ କରିବି। କାହିଁକିନା ସିଏନ୍ଜି ନ ପକେଇଲେ ସିଏନ୍ଜି ବି ଏତେ ଆଉ ନାହିଁ, ରାତି ପାଇଁ ଅସୁବିଧା ହେବ। କେତେ ଲମ୍ବା ଲାଇନ୍ ଲାଗିଛି ଦେଖନ୍ତୁ, ମିନିମମ୍ ଅଧଘଣ୍ଟା ତ ଲାଗିବ ଏଠି ସିଏନ୍ଜି ପକେଇବାର। ପକେଇକି ମୁଁ ଆସିକି ବସିଛି ମାର୍କେଟ ବିଲ୍ଡିଂ ପାଖାପାଖି। ଦେଖାଯାଉ କେତେବେଳେ ବୁକିଂଟା ବାଜୁଛି। ସଞ୍ଜ ବେଳକୁ ଯାହାହେଲେ ବି ବୁକିଂ ଅଧିକ ହେବ, ଯାହା ଜଣାପଡ଼ୁଛି। ଦେଖିବା। ପାଖାପାଖି ଗୋଟେ ଘଣ୍ଟା ହେଇଗଲାଣି ମୁଁ ବସିବାରେ। ଏବେ ଜଷ୍ଟ ଗୋଟେ ବୁକିଂଟା ବାଜିଲା। ମୁଁ ଯେଉଁ ହିସାବରେ ଭାବିଥିଲି ସକାଳେ ବାଜୁଥିଲା କଣ୍ଟିନ୍ୟୁ ଗୋଟେ ପରେ ଗୋଟେ ବୁକିଂ, ହେଲେ ଏବେ 4ଟା ପରେ ବସେଇ ଦେଇଛି ପୁରା ଘଣ୍ଟାଏ। ମାନେ ସିଏନ୍ଜି ପକେଇଲି ମୁଁ କେତେବେଳେ, ସେ 3ଟା 3:30
बेले सीएनजी पकईले पकई ऑन करके बसिले एबे प्राय 4:30 5टा हेलानी टाइम एबे जाइए बुकिंग बाजिला पटिया जाऊँ काली से पटिया गला पर माने तापर जो कंटिन्यू बाजिबा स्टार्ट है माने कौन कह बसिया टाइम मिललानी कंटिन्यू गोटे पर गोटे बुकिंग बाजिला ता संगे एते भीड़ जे मो वीडियो भी करि पारलिनी ठीक से सेथिबेई बाकीटा आज सकाळे मु करछि मोर टोटाल अर्निंग हेतिला काली 3100 टका जोटे मैं सकाळ 1400 करथिली आ एपटे मु बसैथिली तो सेई 6 5टा 5:30 जाए तापरठू बुकिंग बाजिला तो बाजिया स्टार्ट मु जेहेतु अर्ली मॉर्निंग ऑन करथिली मु 9टा सुधा घर पळैथिली टोटाल 3100 माने अर्निंग हेतिला ता भीतर मोर सीएनजी जाइथिबो से 600 टकार आउ काली भी पहुँचला से 2500 टका तो जेहेतु एबे बाहागरिया सीजन बुकिंग ठीक ठाक चली आशा करूँ आहरी मसे 1.5 मास आगक आहरी एमती बुकिंग हम मझे जो भाया बुकिंग होता बहुत हैरान होता मैंने ना बुकिंग नाला ना प्राइवेट भड़ा भी किसी मिलूला एवं प्राइवेट भी आस कस्टमर बहुत चिन्हा कस्टमर अच्छे प्राइवेट भी बुकिंग कर मु स्क्रीनशॉट देदेवी आपको देखले जापर केते टका अर्निंग करछि आ मु किछि ओला कि रैपिड अदर किसी चलाए ना मुझे ओनली उबेर चलाए कहीं गोटे जो टाइम बुकिंग अधिका थी आप गोटे आप्स ही चलेगा बेटर मुझे जिते दूर भावे आ ओला टू उबेर आहरी फेयर भल दिए से सकाशे मुझे खाली उबेर ही चलाए बाकी आपने जहाँ चले आप पसंद आउ कौन मैंने भिडियोटी आज ये आशा करूँ भिडियोटी आपको भल लगी दयाक चैनल को सब्सक्राइब करदे लाइक शेयर कमेंट करने को जमारू भूलें रही नमस्कार जय जगन्नाथ।